ଯେତେବେଳେ ଚାହିଁବେ ସେ ମହିଳା ତୁମକୁ ଦେବ। ମିଳନ ପାଇଁ ରାତି ଦିନ ଡାକିବ। କେବଳ ରାତିରେ ଶୋଇବା ପୂର୍ବରୁ ଏହି ଗୋଟିଏ ମନ୍ତ୍ର କାଗଜରେ ଲେଖି ନିଜ ତକିଆ ତଳେ ରଖିଦିଅନ୍ତୁ। ହଁ ଦର୍ଶକ ବନ୍ଧୁ, ଯଦି ଆପଣ ସୁନ୍ଦରୀରେ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ବିବାହିତ ଭାଉଜର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ମହିଳା ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ସବୁ ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ନାରୀ ମୋହିନୀ ବଶୀକରଣ ମନ୍ତ୍ର। ଏହି ବଶୀକରଣ ମନ୍ତ୍ରକୁ ଆପଣ ରାତିରେ ଶୋଇବା ପୂର୍ବରୁ କାଗଜରେ ଲେଖିକି ନିଜର ତକିଆ ତଳେ ରଖିବାର ଅଛି। କେବଳ 5 ମିନିଟରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ମହିଳା ଆପଣଙ୍କ ପାଖକୁ ଆସିବା ପାଇଁ ଛଟପଟ ହେବ। ଯେପର୍ଯ୍ୟନ୍ତ ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ହଁ ଦର୍ଶକ ବନ୍ଧୁ, ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହୋଇଛନ୍ତି। ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିଛନ୍ତି। ପଡ଼ିଶା ଘର ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛନ୍ତି। ତାକୁ ନିଜ ପ୍ରେମରେ ଦିବାନୀ କରିପାରିଛନ୍ତି। ତେଣୁ ଆପଣ ବି ମାତ୍ର ଗୋଟିଏ ଥର ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ କାଗଜରେ ଲେଖି ତକିଆ ତଳେ ରଖିଦିଅନ୍ତୁ। ତାପରେ ଦେଖିବେ ଚମତ୍କାର। କିପରି ସେ ଝିଅ ବା ବିବାହିତା ମହିଳା ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି କିମ୍ବା ବିବାହିତା ମହିଳାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। କାହିଁକିନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ମୋହିନୀ ବଶୀକରଣ ବିଦ୍ୟା, ଯାହାକୁ ପ୍ରୟୋଗ କରି ଆପଣ ସେ ଝିଅ ବା ବିବାହିତା ମହିଳାକୁ ଅତି ସହଜରେ ପଟେଇ ପାରିବେ। ବିନା କୌଣସି ପରିଶ୍ରମ କରି, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ନିଜ ଘରେ ବସି ବସି ଏହି ବଶୀକରଣକୁ ଅତି ସହଜରେ କରିପାରିବେ। ଏହି ବଶୀକରଣ ବିଧିକୁ କେଉଁ ବି ପୁଅ ବା ଝିଅ ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ନିଜ ପ୍ରେମକୁ ହାସଲ କରିବା ପାଇଁ ଏହି ବଶୀକରଣ ମନ୍ତ୍ରକୁ ପ୍ରୟୋଗ କରିପାରିବେ। କିନ୍ତୁ ମନେ ରଖନ୍ତୁ, ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ବିଧିକୁ ପ୍ରୟୋଗ କରିବେନି। କାହିଁକିନା ମାତ୍ର ଥରେ, ଆଜ୍ଞା ହଁ, ମାତ୍ର ଥରେ ଏହି ବଶୀକରଣ ହେବା ପରେ ସେ ଝିଅ ବା ବିବାହିତା ମହିଳା ସାରା ଜୀବନ ପାଇଁ ଆପଣଙ୍କ ବଶରେ ହୋଇଯିବ। ଆପଣଙ୍କର ଗୋଲାମୀ କରିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣକୁ ଆପଣ କିପରି କରିବେ। ତା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ ଯେବେ ବି କରିବେ, ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ କରିବେ। ନହେଲେ ଆପଣଙ୍କର ବଶୀକରଣ କାମ କରିବନି। ଆଉ ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ତନ୍ତ୍ର, ମନ୍ତ୍ର, ଯନ୍ତ୍ର ଆଉ ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ମନ୍ତ୍ରକୁ ଠିକ୍ ଭାବରେ ପଢ଼ିବାକୁ ପଡ଼ିବ।
ମୁଁ ଆପଣଙ୍କୁ ଯେମିତି ଶିଖେଇବି, ପ୍ରୟୋଗ ବିଧିକୁ ଯେମିତି ଶିଖେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। କିଛି ବି ଭୁଲ ଭାଲ କରିବେନି, ନହେଲେ ଆପଣଙ୍କର ବଶୀକରଣ କାମ କରିବନି। ଆଉ ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ଉଦାହରଣ ରୂପରେ ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି। ଯଦି ସେ ଅସୁବିଧାର ସମାଧାନ ନହେଲା, ତା'ର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ରମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ 100ରୁ 100% ସଫଳ ହେବେ। ଯେଉଁ ଝିଅ ବା ବିବାହିତା ମହିଳାକୁ ଆପଣ ପଟାଇବାକୁ ଚାହୁଁଛନ୍ତି, ତାକୁ ନିଜ ପ୍ରେମରେ ଦିବାନୀ କରିପାରିବେ। ଗ୍ୟାରେଣ୍ଟି ଦେଉଛି, ସେ ନିଜେ ଆସି ଆପଣଙ୍କ ପାଦ ତଳେ ପଡ଼ିବ, ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ବିଧି ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ, ଗୋଡ଼, ମୁହଁ ଧୋଇକି ଆପଣ ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ଖଣ୍ଡେ ସାଧା କାଗଜ, କଳା ରଙ୍ଗର କଲମ ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। ଏହି 3ଟି ଜିନିଷ ଆଣିସାରିବା ପରେ ଆପଣ ନିଜର ଶୋଇବା ବିଛଣା ଉପରେ ଚୁପଚାପ ବସି ପଡ଼ିବେ। ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଯେଉଁ କାଗଜ ଆଣିଛନ୍ତି, ସେହି କାଗଜରେ ଆପଣ କଳା କଲମର ସାହାଯ୍ୟରେ ପ୍ରଥମେ ଆପଣ ସେହି ଝିଅ ବା ମହିଳାର ନାମ ଲେଖିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ତା ପାଖରେ ଆପଣ ନିଜର ନାମ ଲେଖିଦେବେ। ନାମ ଲେଖିସାରିବା ପରେ ତା ତଳେ ଆପଣ ଗୋଟିଏ ବଶୀକରଣ ମନ୍ତ୍ର ଲେଖିବେ। ଓମ୍ ନମଃ ଭବାନୀ କାମ ଇଚ୍ଛାମୟୀ ଆମକଂ ବସୁବିଧାୟ କରତି କରତି। ଏହି ମନ୍ତ୍ରକୁ ଆପଣ ନାଁ ତଳେ ଲେଖିବେ। ଲେଖିସାରିବା ପରେ ଆପଣ କ'ଣ କରିବେ, ଯେଉଁ ନାଁ ଆଉ ମନ୍ତ୍ର ଲେଖିଛନ୍ତି, ଆପଣ ତା ଉପରେ ଭଲ ଭାବରେ ଲାଲ ସିନ୍ଦୁର ଲଗାଇଦେବେ। ଏତିକି କରିସାରିବା ପରେ ସେ କାଗଜକୁ ଆପଣ ଭଲ ଭାବରେ ମୋଡ଼ିକି ନିଜର ଡାହାଣ ହାତରେ ମୁଠେଇକି ଧରିବେ। ଆଉ ଆଖି ବନ୍ଦ କରିକି ସେହି ଝିଅ ବା ମହିଳାକୁ ମନେ ମନେ ଭାବିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ତାକୁ ମନେ ମନେ ଭାବି ସାରିବା ପରେ ଆପଣ ଏହି ମନ୍ତ୍ରକୁ 3 ଥର ପଢ଼ିବେ। ଓମ୍ ନମଃ ଭବାନୀ କାମ ଇଚ୍ଛାମୟୀ ଆମକଂ ବସୁବିଧାୟ କରତି କରତି। ଆମକଂ ଜାଗାରେ ଆପଣ ସେହି ଝିଅ ବା ମହିଳାର ନାମ ଉଚ୍ଚାରଣ କରିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ ଆପଣ ମାତ୍ର 3 ଥର ପଢ଼ିବେ। ମାତ୍ର 3 ଥର ମନ୍ତ୍ର ପଢ଼ି ସାରିବା ପରେ ମୁଠା ଖୋଲିବେ, ଆଉ ସେ କାଗଜରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଆପଣ ସେ କାଗଜକୁ ନିଜର ଶୋଇବା ତକିଆ ତଳେ ରଖିକି ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ ବାସି ମୁହଁରେ, ବିନା ହାତ ଗୋଡ଼ ମୁହଁ ଧୋଇ, ଆପଣ ବାସି ମୁହଁରେ ସେ କାଗଜକୁ ନେଇକି ନିଜ ଅଗଣାରେ ଅଳ୍ପ ଟିକେ ମାଟି ଖୋଳିକି ପୋତିଦେବେ। ଯଦି ଆପଣଙ୍କ ଘରେ ଅଗଣା ନାହିଁ, ତେବେ କୌଣସି ଏକ ସୁନସାନ ଜାଗାରେ ଅଳ୍ପ ଟିକେ ମାଟି ଖୋଳି ସେ କାଗଜକୁ ପୋତିଦେବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି, ଆପଣ ଏପଟେ ଏହି ବିଧିକୁ କରିବା ମାତ୍ରେ 5 ମିନିଟରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ଯେଉଁଠି ଥିଲେ ମଧ୍ୟ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।